ପିଲାମାନେ ଆଜି ଆମେ ଗୁରୁଭକ୍ତି ବିଷୟରେ ସୁନ୍ଦର କାହାଣୀଟିଏ ଶୁଣିବା। କାହାଣୀଟିର ନାଁ ହେଲା ଆରୁଣୀ। ଜଣେ ଋଷିଙ୍କ ଆଶ୍ରମରେ ରହି ଅନେକ ପିଲା ପାଠ ପଢ଼ୁଥିଲେ। ସେମାନେ ପାଠ ପଢ଼ିବା ସହିତ ଆଶ୍ରମର ଜମି ଚାଷ କରୁଥିଲେ, ବଣରୁ ଫଳମୂଳ ସଂଗ୍ରହ କରି ଆଣୁଥିଲେ, ଗାଈ ଗୋରୁ ଚରାଉଥିଲେ। ଦିନେ ଗୁରୁଜୀଙ୍କ ପାଖରେ ବସି ପିଲାମାନେ ପାଠ ପଢ଼ୁଥିଲେ। ଏହି ସମୟରେ ବହୁତ ବର୍ଷା ହେଲା। ଆଉ ବର୍ଷା ଲାଗି ରହିବାରୁ ଆଶ୍ରମ ଜମିରେ ପାଣିର ଧାର ଚାଲିଲା। ଗୁରୁଜୀ ଆରୁଣୀ ବୋଲି ଗୋଟିଏ ପିଲାକୁ ପାଖକୁ ଡାକିଲେ। କହିଲେ, ଆଶ୍ରମର ଜମିର ହୁଡ଼ା ଭାଙ୍ଗି ଯାଇଛି। ତୁମେ କୋଦାଳ ଧରି ଜମି ପାଖକୁ ଯାଅ, ହୁଡ଼ାକୁ ମରାମତି କରି ଆସିବ। ମେଘ ବରସୁଥାଏ, ଆକାଶରେ ବିଜୁଳି ମଧ୍ୟ ମାରୁଥାଏ। ଆରୁଣୀ ଗୁରୁଜୀଙ୍କ କଥା ମାନି ଆଶ୍ରମ ଜମି ପାଖକୁ ଗଲେ। କୋଦାଳରେ ମାଟି ହାଣି ହୁଡ଼ାରେ ପକାଇଲେ। ଘାଇ ମୁହଁରେ ଜୋରରେ ପାଣିର ସୁଅ ଚାଲିଥାଏ। ଆରୁଣୀ ଘାଇ ପାଖରେ ଯେତେ ମାଟି ପକାଇଲେ ସବୁ ପାଣିରେ ଧୋଇ ଚାଲିଗଲା। ଆରୁଣୀ ମାଟି ହାଣି ହାଣି ହାଲିଆ ହୋଇଗଲେ, କିନ୍ତୁ ହୁଡ଼ାରେ ହୋଇଥିବା ଘାଇକୁ ବନ୍ଦ କରିପାରିଲେ ନାହିଁ। କିଛି ଉପାୟ ନ ଦେଖି ସେ ଘାଇ ମୁହଁରେ ଶୋଇଗଲେ। ଘାଇ ବାଟେ ପାଣି ବୋହିବା ସିନା ବନ୍ଦ ହୋଇଗଲା, କିନ୍ତୁ ପାଣିରେ ପଡ଼ି ରହିବା ଯୋଗୁଁ ଆରୁଣୀଙ୍କ ଦେହ ହାତ ଥଣ୍ଡା ହୋଇଗଲା। ସେ ହଲଚଲ ନ ହୋଇ ଅଚେତ ହୋଇ ପଡ଼ି ରହିଲେ। ସନ୍ଧ୍ୟା ବେଳକୁ ଗୁରୁଜୀ ଆରୁଣୀକୁ ଖୋଜିଲେ। ସମସ୍ତେ କହିଲେ ସେ ଆଶ୍ରମକୁ ଫେରି ନାହାନ୍ତି। ଗୁରୁଜୀ ବ୍ୟସ୍ତ ହୋଇପଡ଼ିଲେ। ସେ ହାତରେ ଲଣ୍ଠନ ଧରି ଆରୁଣୀକୁ ଖୋଜିବାକୁ ଗଲେ। ବଡ଼ ପାଟି କରି ଆରୁଣୀକୁ ଡାକିଲେ, ଆରୁଣୀ, ଆରୁଣୀ। ହେଲେ କିଛି ଉତ୍ତର ମିଳିଲା ନାହିଁ। ଗୁରୁଜୀ ଜମି ପାଖକୁ ଯାଇ ଦେଖିଲେ ଆରୁଣୀ ଘାଇ ମୁହଁରେ ଅଚେତ ହୋଇ ଶୋଇଛି। ଆରୁଣୀର କାମ ଦେଖି ଗୁରୁଜୀ ବହୁତ ଖୁସି ହେଲେ। ତାଙ୍କୁ କାନ୍ଧରେ ପକାଇ ଆଶ୍ରମକୁ ନେଇ ଆସିଲେ। ଶୁଖିଲା ଗାମୁଛାରେ ପୋଛିଦେଲେ। ଦେହରେ ତେଲ ମାଲିସ କରି ଉଷୁମ ସେକ ଦେଲେ। ସେ ଭଲ ହୋଇ ଉଠି ବସିଲେ। ଗୁରୁଜୀ ଆରୁଣୀକୁ ଆଶୀର୍ବାଦ କଲେ। ସେ ଜଣେ ବଡ଼ ମଣିଷ ହେଲେ।